ଆସନ୍ତୁ ଶୁଣିବା ବୀଣାପାଣି ମହାନ୍ତିଙ୍କ ଗଳ୍ପ ତଟିନୀର ତୃଷ୍ଣା। ମନେ ହେଉଛି ଯେପରି ସେ ଅସାମାନ୍ୟା ସୁନ୍ଦରୀ ଥିଲେ। ମନେ ହେଉଛି ଯେପରି ତାଙ୍କର ଗଣ୍ଡ ଦେଶରେ ଗୋଲାପର ତ୍ୱକ୍ ଥିଲା, ଆଉ ଚଞ୍ଚଳ ଆଖି କୋଣରେ କିଛି କିଛି ଆକାଶର ନୀଳ ରଙ୍ଗ ଥିଲା। ନା ତାଙ୍କର ରୁଚି। ଅନେକ ଦିନ ତଳର ସେ ଯେପରି ଏକ ସତ୍ତାହୀନ ସୁରଭି ରୁଚି, ଯାହାର ବୃହତ୍ତର କିମ୍ବା କ୍ଷୁଦ୍ରତର ନାମ ସହିତ ଚିନ୍ମୟଙ୍କର କୌଣସି ସମ୍ପର୍କ ନାହିଁ। ସୂର୍ଯ୍ୟ ପ୍ରାୟ ଅସ୍ତ ହେବା ଉପରେ। ହୁଏତ ରୁଚି ଛିଡ଼ା ହୋଇଥିବେ ଅଧଘଣ୍ଟାଏ ଧରି ତାଙ୍କ ଅପେକ୍ଷାରେ। ଟ୍ରେନ୍ ଅଧଘଣ୍ଟାରୁ ଉପର ବିଳମ୍ବ ହୋଇଗଲାଣି। ଷ୍ଟେସନ ଏଇ ଆସିଗଲା। ରୁଚି ଛିଡ଼ା ହୋଇଛନ୍ତି। 15 ବର୍ଷ ତଳର ସେଇ ଚେହେରାରେ ଅନେକ ପରିବର୍ତ୍ତନ ଆସିଥିଲେ ହେଁ ସେ ପରିଷ୍କାର ଚିହ୍ନି ହେଉଛନ୍ତି। ଉତ୍କ୍ଷିପ୍ତ ଚୂର୍ଣ୍ଣ କୁନ୍ତଳ ତଳେ ଯେପରି ତାଙ୍କର ଚଞ୍ଚଳ ଆଖି ଚିନ୍ମୟଙ୍କ ସନ୍ଧାନରେ ଆହୁରି ବେଶୀ ଚଞ୍ଚଳ ହୋଇ ଉଠିଛି। ଆଜି ଯଦି 15 ବର୍ଷ ତଳର ଅତୀତ ହୋଇଥାନ୍ତା। ନା ନା, ସେ ଭାବିବେ ନାହିଁ। ସେ ନିଜକୁ ଦୁର୍ବଳ କରିବେ ନାହିଁ। ପାଖକୁ ଆସିଲେ ରୁଚି। ଇଷତ୍ ହସି କହିଲେ, ଅନେକ କଷ୍ଟ ସହି ଅନେକ ଦିନ ପରେ ଆସିଲ ଚିନ୍ମୟ। ମାତ୍ର ଟ୍ରେନ୍ ଆଜି ଭୀଷଣ ଡେରି କରିଦେଲା। ଜୀବନ ସାରା କେବେ ତମେ ଠିକ୍ ସମୟରେ ଆସିପାରିଲନି। ଚିନ୍ମୟ ଉତ୍ତର ଦେଲେନି। ରୁଚିଙ୍କର କଥାର ଇଙ୍ଗିତ ସେ ବୁଝିପାରିଥିଲେ। 15 ବର୍ଷ ତଳର ସ୍ମୃତି ତାଙ୍କ ମନର ସମସ୍ତ କମଳ ବନକୁ ଛାରଖାର କରିଦେଇଗଲା। ସେ କ୍ଷଣିକ ପାଇଁ କଥା କହିବାର ଶକ୍ତି ହରାଇ ବସିଲେ। କାର୍ ଭିତରେ ବସି ଷ୍ଟାର୍ଟ ଦେଲେ ରୁଚି। କିଛି ଗୋଟାଏ କହିବାକୁ ହେବ ଭାବି ଚିନ୍ମୟ କହିଲେ, ବରଂ ତୁମେ ବସ ରୁଚି, ମୁଁ ଡ୍ରାଇଭ୍ କରେ। ତମକୁ କ'ଣ ଲାଜ ଲାଗୁଛି ଚିନ୍ମୟ? ଏଠି ସମସ୍ତେ ଜାଣନ୍ତି ମୁଁ ଡ୍ରାଇଭ୍ କରେ, ମଦ ପିଏ, କ୍ଲବ୍ ଯାଏ। ଆଉ ଅନେକ ବନ୍ଧୁଙ୍କୁ ଏପରି ଶଙ୍ଖୋଳି ନେବା ଯେପରି ମୋର ଏକ ଚିରାଚରିତ ଧର୍ମ। ତାପରେ ତମେ କ୍ଳାନ୍ତ ଏବଂ ମୋର ଅତିଥି, ତମେ ବସ। ଚିନ୍ମୟ ଯେପରି ଅନ୍ୟମନସ୍କ ହୋଇପଡ଼ିଲେ। ରୁଚି ଆଉ ତାଙ୍କୁ ପରିହାସ କରୁନାହାନ୍ତି ତ? ରୁଚି କାର୍ ଛାଡ଼ି ଦେଉ ଦେଉ କହିଲେ, ତୁମେ ସବୁଦିନ ବଡ଼ ଦୁର୍ବଳ ଚିନ୍ମୟ। ମୋର ଏଇ ଅବାଧ ଭ୍ରମଣ ନୀତିଟାକୁ ତମେ କେବେ ପସନ୍ଦ କରିନଥିଲ, ଆଜି ବି କରୁନାହଁ। ଆଜି ତମେ ମୋର ଅତିଥି। ମୁଁ ତମକୁ କଥା ଦେଉଛି, ତୁମେ ଥିଲା ପର୍ଯ୍ୟନ୍ତ ମୁଁ ମଦ ସ୍ପର୍ଶ କରିବି ନାହିଁ। ଓଠ ଉପରେ ଓଠ ଚାପି ସେ ଯେପରି କଣ୍ଠର ସଜଳତାକୁ ଘୋଡ଼ାଇ ରଖିଲେ। ତୁମର ମୋ ପ୍ରତି ଗୋଟେ ଭ୍ରାନ୍ତ ଧାରଣା ରହିଛି ରୁଚି। ତୁମେ ବୋଧହୁଏ ପ୍ରଦୋଷର କଥାଟାକୁ ବିଶ୍ୱାସ କରିଛ। ରୁଚି କହିଲେ, ମୋ ନିଜର ଗଣନା ଉପରେ ମୁଁ ବେଶୀ ନିର୍ଭର କରେ ଚିନ୍ମୟ। ମୋର ଏଇ ଅହଂ ଭାବଟାକୁ ତୁମେ ସହ୍ୟ କରିପାରିଲନି। ତୁମେ କାହିଁକି? ମୁଁ ନିଜେ ବି ସମୟ ସମୟ ଦୁର୍ବଳ ମନେ କରେ ତାକୁ ନେଇ। ଛାଡ଼, ତେବେ ପ୍ରଦୋଷର କଥାକୁ ଦାମ ଦେଇ ନାହିଁ କେବେ। ଆଉ ଆଜି? ରୁଚି ହସୁଥିଲେ। ଖୁବ୍ ସ୍ତିମିତ ଆଲୋକରେ ତାଙ୍କର ପ୍ରଦୋଷ ପାଇଁ ଉଦ୍ଦିଷ୍ଟ ବ୍ୟଙ୍ଗ ହସର କ୍ଷୀଣରେଖା ଯେପରି ଚିନ୍ମୟଙ୍କୁ କ୍ଷତବିକ୍ଷତ କରିଦେଉଥିଲା। ଏଇ ସେ ରୁଚି, ବହୁ ସୁଖ୍ୟାତି ସମ୍ପନ୍ନ ଧନୀ ପିତାର କନ୍ୟା। ବିଳାସ ବ୍ୟସନ ପ୍ରାଚୁର୍ଯ୍ୟ ଭିତରେ ଜୀବନଟାକୁ ଅହରହ ଫାଙ୍କି ଦେବା ଯେପରି ତାଙ୍କର ଗୋଟେ ନିଶା ଥିଲା। ଅଥଚ କି ଅମାୟିକ ବ୍ୟବହାର ସେ କରୁଥିଲେ। ତାଙ୍କର ବ୍ୟକ୍ତିତ୍ୱ, ତାଙ୍କର ବିରାଟ ନାରୀତ୍ୱ ଭିତରେ ଯେପରି ସତ୍ତା ହରେଇ ବସୁଥିଲେ। ସହର ରାସ୍ତା ଛାଡ଼ି ଗାଡ଼ି ଯେପରି ଅନ୍ୟ ଏକ ରାସ୍ତାରେ ଚାଲିଛି। ଚିନ୍ମୟ ପାଟି କରି ଉଠିଲେ, ଆରେ ଏ କ'ଣ କରୁଛ ରୁଚି? ଆମେ ଯେ ରାସ୍ତା ଛାଡ଼ି ଅବାଟକୁ ଆସିଗଲେଣି। ଭୟ କରିବାର କିଛି ନାହିଁ। ସମଗ୍ର ରାତି ଆମକୁ ଏମିତି ଅବାଟରେ ଚାଲିବାକୁ ହେବ। ମୁଁ ଆଉ ଏଠାରେ ରହୁନାହିଁ। କିଛି ଦିନ ଧରି ଯେପରି କିଛି ଭଲ ଲାଗୁନାହିଁ। ତେଣୁ ସହର ଛାଡ଼ି 200 ମାଇଲ ଦୂରରେ ମୁଁ ଅଛି। ଅବଶ୍ୟ ସେ ସ୍ଥାନକୁ ସହର କୁହାଯାଇ ପାରିବ, ହେଲେ ସେ ମୋର ଅପରିଚିତ ସହର। ସେଠି କିନ୍ତୁ ମୋର ଭୟ ହୁଏ ଚିନ୍ମୟ। ମୁଁ ବେଶୀ ଦିନ ରହିପାରିବି ନାହିଁ। କେଜାଣି କେଉଁ ମୁହୂର୍ତ୍ତରେ ସେ ଅସ୍ଥାୟୀ ନୀଡ଼ ଛାଡ଼ିଦେଇ ମୁଁ ପୁଣି ଚାଲିଯିବି। ଜୀବନଟାକୁ ଏମିତି ଫାଙ୍କି ଉଡ଼େଇଦେଲ ରୁଚି। ଫାଙ୍କିଲେ ଆଉ କୁଆଡ଼ୁ? ଜୀବନଟା ଯେ ମୋ ଉପରେ ବୋଝ ହୋଇ ବସିଗଲାଣି, ବରଂ ଜୀବନଟା ମୋତେ ଫାଙ୍କିବାକୁ ବସିଲାଣି। ଚିନ୍ମୟ ଉତ୍ତର ଦେଲେନି। 15 ବର୍ଷ ଧରି ରୁଚିଙ୍କ ସହିତ ନବବର୍ଷର ଶୁଭେଚ୍ଛା କାର୍ଡ଼ ଆଉ ଜନ୍ମଦିନର ବଧେଇ ବ୍ୟତୀତ ତାଙ୍କର ଅନ୍ୟ କିଛି ସମ୍ପର୍କ ନାହିଁ। ବହୁ ପରିଚିତ ଏଇ ନାରୀଟି ସହିତ ତାଙ୍କର ଦୀର୍ଘ ଦିନର ବିଚ୍ଛେଦ ଭିତରେ ଅନେକ ଘଟଣା ଯେ ଘଟି ନଥିବ, ଏକଥା ସେ କାହିଁକି ଭାବୁଛନ୍ତି? 60 ମାଇଲ ବେଗରେ ଗାଡ଼ି ଗତି କରି ଚାଲିଛି। ଦୁଇ ତଟରେ ଶ୍ୟାମଳ କ୍ଷେତରାଜି, ଆକାଶରେ ଖଣ୍ଡ ଖଣ୍ଡ ଧଳା ମେଘ।
ଆଉ ମଝିରେ ମଝିରେ ହାଲକା ଶୀତଳ ପବନର ସ୍ପର୍ଶ। ଚିନ୍ମୟଙ୍କୁ ଲାଗୁଥିଲା ସତେଅବା ସ୍ୱର୍ଗର ପରି ତାଙ୍କୁ ଉଡ଼ାଇ ନେଇଯାଉଛି କୁଆଡ଼େ। ହଠାତ୍ ଷ୍ଟାର୍ଟ ବନ୍ଦ କରି ରୁଚି କହିଲେ, ତମକୁ ନିଶ୍ଚୟ ଭୋକ ଲାଗିବଣି ଚିନ୍ମୟ। ଟିଫିନ୍ କ୍ୟାରିୟର ଖୋଲି ତମେ କିଛି ଖାଇନିଅ। ସେ ଦ୍ୱାର ଖୋଲି ପଦାକୁ ଉଠିଗଲେ। ତମେ ନିଜେ କିଛି ଖାଇନିଅ ରୁଚି। ନା, ମୋତେ ମୋଟେ ଭୋକ ନାହିଁ। ତାପରେ ଆଜିକାଲି କେଜାଣି କାହିଁକି ଖାଇବାକୁ ଇଚ୍ଛା ବି ହୁଏ ନାହିଁ। ସମୟ ସମୟ ଭୟ ହୁଏ ମୁଁ ଆଉ ଅନାହାରରେ ମରିଯିବି ନାହିଁ ତ। ରୁଚି ଯେପରି କହୁ କହୁ ଆବେଗରେ ଚିନ୍ମୟଙ୍କର ହାତ ପାପୁଲିକୁ ମୁଠାଇ ଧରିଲେ। ଅନ୍ଧକାର, ଚତୁର୍ଦିଗରେ ଘନ ଅନ୍ଧକାର, ତଥାପି ରୁଚିଙ୍କୁ ସେ ସ୍ପଷ୍ଟ ଦେଖିପାରୁଥିଲେ। ଯେତେ ନିକଟରେ, କେତେ ଆପଣାର ଲୋକ ପରି ସେ ତାଙ୍କ ପାଖରେ ଛିଡ଼ା ହୋଇଛନ୍ତି। ଅଥଚ 15 ବର୍ଷ ତଳେ ଗୋଟାଏ କଥା କହିବାକୁ ଯାଇ ବାରମ୍ବାର ଲେଉଟି ଆସିଥିଲେ। କିନ୍ତୁ ତାଙ୍କ ପ୍ରତି ଯେଉଁ ଭୀଷଣ ଦୁର୍ବଳତା ଥିଲା, ସେ କଥା ସେ ପାଶୋରିବେ କିପରି? ରୁଚିଙ୍କର ବିବାହ ପରେ ଚିନ୍ମୟ ଚାହିଁଥିଲେ ମୃତ୍ୟୁ, କିନ୍ତୁ ତାହା ହେଲା ନାହିଁ। ଆଜି ଯେପରି ପୌଷର ପଳିତ ପତ୍ରରେ ବସନ୍ତର ମଳୟ ଅକାଳରେ ଅଗ୍ନି ସଂଯୋଗ କରିଛି। ବଞ୍ଚିବା ପାଇଁ ଆଉଥରେ ମନରେ ଆସୁଛି ରୋମାଞ୍ଚ। ଆରେ ଆରେ ଚିନ୍ମୟ, ଆଇ ଆଡମିଟ୍ ୟୁ ଆର୍ ଏ ବ୍ରେଭ୍ ବୟ। ଓ ସିଲି। ଦେଖ ଚିନ୍ମୟ, ଅନ୍ଧକାର ଯାଇ ଆଲୋକ ଆସିଲେ ତମେ ପୁନଶ୍ଚ। ହସି ଉଠିଲେ ରୁଚି, ଆଉ ଚମକି ଘୁଞ୍ଚିଗଲେ ଚିନ୍ମୟ। ସେ ହସ ଭିତରେ ଯେପରି ଅଜସ୍ର କାରୁଣ୍ୟର ଜଳତରଙ୍ଗ ସୃଷ୍ଟି ହେଲା। ଗାଡ଼ିରେ ବସୁ ବସୁ ରୁଚି କହିଲେ, ମୋ କଥାରେ ତୁମେ ଆଘାତ ପାଇଲ ପୁଣି? ଚୁପ୍ ହେଲ ଯେ? ଚିନ୍ମୟ ହସି ସିଗାରେଟ୍ ଧରିଲେ, ଆଉ କଥାର ମୋଡ଼ ଘୁରାଇ କହିଲେ, ତୁମେ ପ୍ରଦୋଷକୁ ଏମିତି ଏକା ଛାଡ଼ିଦେବାଟା ମୁଁ ପସନ୍ଦ କରୁନାହିଁ ରୁଚି। ସେ ଦାର୍ଜିଲିଂରେ, ଆଉ ତୁମେ ଏକ ନିରାଟ ମଫସଲରେ। ମୁଁ ଏହାର ମାନେ ବୁଝୁନି। ତୁମେ ବୁଝିପାରିବନି ଚିନ୍ମୟ। ଧନୀ ଲୋକଙ୍କର ଗର୍ବ ଆଉ ଉଦ୍ଧତ ଭଙ୍ଗୀ ଥିବ, ସେମିତି ଗରିବ ଲୋକଙ୍କର ଏକ ନିଃସହାୟ ଭାବ ଥିବ। ଏ ଦୁଇଟି ଜିନିଷ ମଣିଷକୁ ସହଜ କରେ ନାହିଁ। ଏକାଠି ରହି ବଞ୍ଚିବାକୁ ହେଲେ କିଛିଟା ସ୍ୱାଭାବିକତା ଦରକାର। ସେ ହେଲା ନାହିଁ। ମୋର ଉଦ୍ଧତ ମାତ୍ରା ତାଙ୍କ ଉପରେ ଯେତିକି ମାଡ଼ି ମାଡ଼ି ପଡ଼ିଲା, ତାଙ୍କର ନିଃସହାୟ ଭାବ ସେତିକି ଅନୁପାତରେ ମୋତେ ଅଣନିଶ୍ୱାସୀ କରିଦେଲା। ପ୍ରଦୋଷର ଅନେକ ଗୌଣ ମନୋବୃତ୍ତିର ବିକାର ଅଛି। ତମେ ଜାଣ ଚିନ୍ମୟ, ମୁଁ କୌଣସି ପୁରୁଷ ଲୋକର ଅସହାୟତାକୁ ସହ୍ୟ କରିପାରେ ନା। ମୁଁ ବଡ଼ ଅହଙ୍କାରୀ, ଆଉ ମୁଁ ଚାହିଁଥିଲି ପ୍ରଦୋଷ ହେଉ ମୋ ଠାରୁ ବଳି ଅହଙ୍କାରୀ। କିନ୍ତୁ ଦିନକୁ ଦିନ ସେ ବଡ଼ ଭୀରୁ ହୋଇଗଲେ। ସେଥିପାଇଁ ସେ ଦୂରେଇ ଯାଉଛନ୍ତି। ବ୍ୟବସାୟ ଆଳରେ ସେ ମାସ ମାସ ଧରି ଏଣେତେଣେ ବୁଲୁଛନ୍ତି। ମୁଁ ଯେଉଁଥିପାଇଁ ଚିନ୍ତିତ ନୁହେଁ। ମୁଁ ଚିନ୍ତିତ ଜୀବନଟା ଯେପରି ମୋ ଉପରେ ବୋଝ ହୋଇଗଲା। ତମର ଝିଅ ଏବେ କେଉଁଠି? ସିଏ ଆହୁରି ଆଶ୍ଚର୍ଯ୍ୟର କଥା। ପ୍ରଦୋଷ ତାକୁ ପାଖରୁ ଛାଡ଼ିବେ ନାହିଁ। ଝିଅ କୁଆଡ଼େ ମୋ ପାଖରେ ରହିଲେ ଖରାପ ହୋଇଯିବ। ତାକୁ ଭିନ୍ନ ବାଟରେ ଟ୍ରେନିଂ ଦେଉଛନ୍ତି ପ୍ରଦୋଷ। ହିନ୍ଦୁ ଧର୍ମର ବିଭିନ୍ନ ରୀତି ଶୃଙ୍ଖଳା ଯୋଗ ସେ ଅଭ୍ୟାସ କରୁଛି। ମୁଁ ବି କରିଥିଲି ଚିନ୍ମୟ। ଓଷାବ୍ରତ କରିବାକୁ ଆଉ ପୁରାଣ ପଢ଼ିବାକୁ ଜେଜେମାଙ୍କ ପାଖରେ ମୋତେ ଭାରି ଭଲ ଲାଗୁଥିଲା। ଜାଣ ଚିନ୍ମୟ, କେଡ଼େ ସରଳ ମୁଁ ଥିଲି। ମିଛ କହିଲେ ଯମପୁରରେ ଶିମୁଳି ଗଛରେ କଣ୍ଟା ପିଟା ହୋଇ ମରିବା କଥା ପଢ଼ି ମୁଁ ନିଶ୍ଚିନ୍ତରେ ଶୋଇପାରୁନଥିଲି। ଇସ୍, ସକାଳୁ ସଞ୍ଜ ପ୍ରାର୍ଥନା କରି କରି ମୁଁ ଯେପରି କ୍ଳାନ୍ତ ହୋଇ ପଡ଼ୁଥିଲି। ଏସବୁ ମନେ ପଡ଼ିଲେ ସେଇ ଦିନର ଝିଅ ରୁଚି ପ୍ରତି ମୋର ଦୟା ହୁଏ। ଆଉ ମୋ ଝିଅ ଶୁକ୍ଳା, ବିଂଶ ଶତାବ୍ଦୀର ଅଜସ୍ର ଜୀବାଣୁ ଆଉ ଦ୍ୱନ୍ଦ୍ୱରୁ ଯାହାର ଉତ୍ପତ୍ତି। ଚିନ୍ମୟ ଅନ୍ୟମନସ୍କ ହୋଇପଡ଼ିଥିଲେ। କେଉଁ ଦୂର ଅତୀତର ରୁଚିଙ୍କ କଥା ତାଙ୍କର ମନେ ପଡ଼ୁଥିଲା। ବାସ୍ତବିକ ରୁଚି ଥିଲେ ଅଦ୍ଭୁତ ନମ୍ର ଆଉ ଆତ୍ମବିଶ୍ୱାସୀ ତରୁଣୀ। ତାଙ୍କ ଆଖି ଆଉ ମୁହଁରେ କ'ଣ ଥିଲା କେଜାଣି? କେତେବାର କିଛି କହିବାକୁ ଯାଇ ଅଟକିଛନ୍ତି ନିଜେ ସିଏ। ପ୍ରଦୋଷକୁ ଯେ ରୁଚି ଏପରି ବିବାହ କରିବାର ସିଦ୍ଧାନ୍ତଟା ହଠାତ୍ ନେବେ, ସେ କଥା କେହି ଜାଣିନଥିଲେ। କିନ୍ତୁ ବିବାହ ପରେ ଅନେକ ବାର ସେ ପ୍ରଦୋଷ ସହିତ ଦେଖା କରିଛନ୍ତି। ରୁଚି ସହିତ ସାକ୍ଷାତଟାକୁ ସେ ସର୍ବଦା ଏଡ଼େଇ ଆସିଛନ୍ତି। କେତେବାର ପ୍ରଦୋଷ ନିମନ୍ତ୍ରଣ କରିଛି, ଆଉ କେତେବାର ଅଭିମାନ କରି ରୁଚି ପତ୍ର ଲେଖିଛନ୍ତି। କିନ୍ତୁ ଚିନ୍ମୟ ସେସବୁ ଲାବୋରେଟୋରୀ ଭିତରେ ଫୋପାଡ଼ି ଦେଇଛନ୍ତି। ଦିନ ଦିନ ଧରି ନିଜକୁ ବଦ୍ଧ କକ୍ଷ ଭିତରେ ଆବଦ୍ଧ ରଖି ସେ ରୁଚିକୁ ସୁଖୀ କରିବାର କାମନା କରିଛନ୍ତି। ମାତ୍ର ତାଙ୍କର ଆତ୍ମତ୍ୟାଗ ନିଷ୍ଠା ସବୁ କ'ଣ ବ୍ୟର୍ଥ ହୋଇଗଲା? ପ୍ରଦୋଷ ସହିତ ଦେଖାହେଲେ ସେ କହିବେ, ଶାନ୍ତି ସୁଖ
जदि से रुचि को न दे पारुछि नाही स्त्रीर स्वच्छंदता टिके तार स्वामी हिसाब रे देखिबा तो दरकार। किछि समय अखंड नीरवता, आकाशरे भंगा भंगा बादल, मन मध्यरे अजस्र स्मृतिर कल्लोळ। नीरवता भांगी रुचि प्रश्न कले, तमे प्रशांत चौधुरी को चिन्हिच? बिलियार्ड खेली जे गुडाए सुख्याति अर्जन करछि, चिन्ह ताकू? चिन्मय चमकी पड़िले। प्रदोष जेपरी रुचि सहित प्रशांतर बंधुत्वटाकू सह्य करुनथिला। सेदिन कथबार्तारू जेपरी चिन्मय एक हीन इंगित पाइथिले। रुचि ताहेले कौन? रुचि हसु हसु कहिले, मोर ए अपवादर नागरा निश्चय तम कानरे बाजिथिब। तेबे एकथा सत जे प्रशांत चौधुरी सहित मोर बंधुत्व थिला प्रचुर। लोकमुखरे नाना कथा राष्ट्र हैला। मुहेली कलंकिनी, मुहेली असती। मु कान देली नाही सेथिरे। जाହାର बंधु नाही पृथ्वी तार स्थिति नाही। बंधुत्व करबाकू हेले मु लिंग विचार करे नाही। मु ताकू स्नेह करुथिली। अतएव ताकू मु बुझाई कहली न आसीबाकू। किंतु से स्क्राउंडेल कौन कला जान? मो बेक चारिपटे हाथ गुड़े से कहला, प्रशांत खेलवाड़ हेले भी एते नीच नुहे रुचि देवी। मु तुमको विवाह करने को राजी अच्छी, चल पलाइबा। मु ताको अनाई चमकी पड़िली। मोठारु से 6 वर्ष छोट। मो बाल गुड़ाक कान पाखर प्राय पाची गलानी। मो मुंडरे एमिति पित्त चढ़ी जाइथिला जे मु ताको पादरु चप्पल काढ़ी सेकी देई गली। चिन्मय भविष्यत जेपरि से क्योंटी यार पुनरावृत्ति न करे से दिनु मु ताको देखी नाही। कौनसी पुरुषर अजथा अत्याचार मते सुख लागे नाही। निहाती स्क्राउंडेल टाए। चिन्मय एकनिष्ठ होई शुणुथिले रुचिंक जीवन रे प्रशांत चौधुरीर संक्षिप्त इतिहास। कौन कहिबे होई से अटकी गले, कारण रुचि कार अटकाई कहले, पदाकु आस, टिके खोला पवन देहरे बाजू। चिन्मय उठी आसिले। चतुर्दिगरे तमसार घन कालीमा, सामनारे क्षीण रेखार नईटे बही जाउछि केवल। बड़ निस्तब्ध, बड़ निसंग लागुछि मनटा। जान चिन्मय, बेले बेले एमती मझी राति रे खोला पड़ियारे छिड़ा होई आकाशर ताराकू चाहिबाकू भारी इच्छा हुए। जन्म कालरू जेपरि बंचिबार निम्नतम चाहिदा खोजी खोजी मो क्लांत होई पड़िलेनी। अथच पृथ्वीर समस्त प्राचुर्य जेपरि मो पाद तले लुटुछि। आउ जेपरि भल लागुनि चिन्मय। 15 वर्ष तलर रुचि आउ आजिर रुचि भितरे एते बेसी प्रभेद आसीछि जहाँकि मो कल्पनार बहिर्भूत। मु तुमको कौन कही बुझाइबी मु निजे जाने नाही। मते बुझाइबाकू चेष्टा करिब नाही। तमर मने थिबो चिन्मय, मोर लाइब्रेरी रे पृथ्वीर सब विशिष्ट साहित्यिकंकर बही थिला। राशि राशि बही, राशि राशि उपदेश, अभिज्ञतार कहानी। से बही सबू मोर अति आपणार प्रियजन थिले। ग्रंथ कीट परी मु सेमानक भितरे बसी रहुथिली वर्ष वर्ष। किंतु सेथिरे दिने हठात निया लागिगला। अति विकल मु जेतेबेले प्रदोष को प्रतिकार व्यवस्था कहली, से कौन कहले जान? जहार ध्वंस अनिर्वार्य, तुमे ताकू प्रतिरोध करि परिब नाही। से दिनु लाइब्रेरीर शौक मोर भांगी गला। आउ थरे नुआ करी गढ़िबार स्पृहा मोर रहिलानी। हारि जाइथिबा सेई पुस्तकर बंधुत्व को साउटी आनिबाकू मोर इच्छा हैला नहीं। हठात थरे आर्टिस्ट सुनील सहित देखा हैला। आर्ट छाड़ी एबे से दार्शनिक होई जाइछि। किंतु मते देखी तार छवि आंकिबार शौक हैला चिन्मय। किंतु कौन कला जान? से जो छवि आंकिला सेथिरे मु एक भरा पुष्करणीर मध्यस्थल रे छिड़ा होई एक पद्मपत्र को चाहि हसुछि। मो ओठर हस गुड़ाक खंड खंड हीरा परी पद्मपत्र उपरे पड़ी तळकू खसी पड़ुछि। आउ ता तळे सुनील लिखिछि, लाइफ यू मे एवॉर्ड बट डेथ यू शैल नॉट डिनाय द स्ट्रेंजर। से छवि मो पाखरे नववर्षर शुभेच्छा नहीं आसी जो दिन पहुँचला, से दिन मोर मन है मोर रक्त आउ जीवनिका जेपरिके शोषी नहीं। मु हठात क्लांत हो पड़ी। मोर मन है पृथ्वीर कौन सी विज्ञ लोक पाखरे मुझेपरि ग्राह्य नुहे। चिन्मय, मु बड़ अवश्य मन करुछि। प्रति मुहूर्त में मुझेपरि इंच इंच करी मरी जाउछि। मोर मन हेउछि पृथ्वीर अजस्र प्राचुर्य भितरे मोर जेपरि बंचिबा पई सामान्यतम आवश्यकतार अभाव रहिछि। तमे कुह चिन्मय, मु कोन आकाश कुसुम पछरे धाइछि? मु कोन अरण्य रोदन करुछि? चिन्मय उत्तर देलेनी। से वैज्ञानिक खाद्य शस्य उपरे प्रत्यक्ष निर्भर न करी मनुष्य किपरि सामान्य टैबलेट गोटे खाई जीवन यापन करि परिबो
ସେଇ ଗବେଷଣାରେ ସେ ଦିନରାତି ଲାଗିଛନ୍ତି। ସେହି ଟାବଲେଟ୍ ବ୍ୟତୀତ ମଣିଷ ଜୀବନର ଅନ୍ୟ କିଛି ଚାହିଦା ସେ ଜାଣନ୍ତି ନାହିଁ। ରୁଚିଙ୍କ ପ୍ରଶ୍ନ ବାଣରେ ସେ ଯେପରି ତଟସ୍ଥ ହୋଇଯାଇଥିଲେ। ରୁଚି ପୁଣି ତାଙ୍କୁ ହଲାଇ ଦେଇ କହିଲେ, ମୁଁ ଜାଣେ ଚିନ୍ମୟ, ଜଣେ ନାରୀ ତୁଣ୍ଡରେ ଏସବୁ କଥା ଅନ୍ୟାୟ ଆଉ ଅଶୋଭନୀୟ। ତମେ ବୁଝିପାରିବନି। ତୁମ ବନ୍ଧୁ, ତୁମର ସମାଜ ଆଉ ତୁମର ପୌରୁଷ ଏ କଥାର ଦାମ ଦେବ ନାହିଁ। ମୁଁ ଯଦି ଅକାଳରେ ମରିଯାଏ ତେବେ ତମେ ତାକୁ କହିବ ଗୋଟେ ସଉକ। ତୁମେ ତ ବୁଝିବ ନାହିଁ ତୁମ ସମାଜର ଆଉ ପୃଥିବୀର ଅଜସ୍ର ପ୍ରାଚୁର୍ଯ୍ୟ ଭିତରେ ସାମାନ୍ୟ ଗୋଟାଏ ନାରୀ ବଞ୍ଚିବାର ନିମ୍ନତମ ଚାହିଦା ଅଭାବରେ ଅସମୟରେ ଚିନ୍ମୟ ପାଟି କରି ଉଠିଲେ। ଚୁପ୍ କର ରୁଚି, ତମେ ପାଗଳି ହୋଇଯାଇଛ ନା କ'ଣ? ମୁଁ ପାଗଳି ନୁହଁ। ଗୁଡ଼ାଏ ସତ କଥା ତୁମେ ନିସ୍ତବ୍ଧ ରାତ୍ରିରେ ଶୁଣୁଥିବାରୁ ମୋତେ ମଣିଷ ନ ଭାବି ପାଗଳି ଭାବିବ। ମୁଁ ଜାଣେ ଚିନ୍ମୟ, ଚିରଦିନ ସତ୍ୟଟାକୁ ଏଡ଼େଇ ଦେବା ତମର ଗୋଟାଏ ଅଭ୍ୟାସ। ସତ୍ୟକୁ ତୁମେ ଭୟ କର। ମୁଁ କହିବି ତୁମେ ଭୀରୁ, ଦୁର୍ବଳ। ରୁଚି, ତମେ ମୋତେ ଏବେ ବି ବୁଝିଲ ନାହିଁ। ତମକୁ ବୁଝି ନାହିଁ? ବୁଝିଛି ବୋଲି ତ ଏତେ ନିର୍ଭୟରେ କହୁଛି। ମୁଁ କ'ଣ ଜାଣେ ନା ତମେ ରୁଚି ପାଇଁ ଆଜୀବନ ନିସଙ୍ଗ ଜୀବନଯାପନ କରିଛ। କିନ୍ତୁ ସେ 15 ବର୍ଷ ତଳର ରୁଚି ଆଜିର ରୁଚି ନୁହେଁ। ତୁମର ଜୀବନ ତ୍ୟାଗର ନମୁନା ପୃଥିବୀରେ ବିରଳ। ତୁମେ ମହାନ ପ୍ରେମିକ ସତ, କିନ୍ତୁ ପୁରୁଷ ହେଲ ନାହିଁ। ଏଥର ବାସ୍ତବିକ ରୁଚି କାନ୍ଦିଲେ ଶବ୍ଦ କରି, ଆଉ ଦୁଇ ହାତର ପାପୁଲିରେ ମୁହଁ ଢାଙ୍କି। ଚିନ୍ମୟ ତାଙ୍କ ହାତକୁ ଧରି ପକାଇଲେ, କିନ୍ତୁ ରୁଚି ଦୂରକୁ ଘୁଞ୍ଚି ଯାଇ ପାଟି କରି ଉଠିଲେ, ତୁମେ ମୋ ପାଖରୁ ଘୁଞ୍ଚି ଯାଅ ଚିନ୍ମୟ। ମୁଁ କାନ୍ଦିବା ପାଇଁ ଆଜି ଅବଲମ୍ବନ ଲୋଡ଼େ ନାହିଁ। ମୁଁ ଏକାକୀ କାନ୍ଦିବି। ଏ ଦୁଃଖ କଷ୍ଟ ମୋ ନିଜର, ଏକାନ୍ତ ଭାବେ ନିଜର। ମୁଁ ଏଥିରେ କାହାକୁ ଭାଗିଦାର କରିବାକୁ ଚାହେଁ ନାହିଁ। ତୁମେ ଦୂରେଇ ଛିଡ଼ା ହୁଅ। ମୋ ଅଶ୍ରୁରେ ଅଜସ୍ର କଳଙ୍କ ରହିଛି। ସେ କଳା ଦାଗରେ ତୁମର ପ୍ରେମକୁ ମୋ ପ୍ରତି ନଷ୍ଟ ହେବାକୁ ଦିଅ ନା। ବାହାରେ ଅନ୍ଧକାରର ଯେପରି ଶେଷ ନାହିଁ। ରୁଚିଙ୍କର କ୍ରନ୍ଦନର ସାଇଁ ସାଇଁ ଶବ୍ଦ ସହିତ ନଦୀର କୁଳୁକୁଳୁ ସ୍ୱର ମିଶି ଏକ ତୃତୀୟ ଶବ୍ଦର ସୃଷ୍ଟି ହେଉଥିଲା। କେଉଁ ଶବ୍ଦର ମାନେ ବୁଝିବା ଚିନ୍ମୟ ପକ୍ଷରେ ଅସମ୍ଭବ ଥିଲା। ଚିନ୍ମୟ ନିର୍ବାକ ହୋଇଯାଇଥିଲେ। ଜୀବନସାରା ନାରୀ କ'ଣ ଯେପରି ସେ ବୁଝିଲେ ନାହିଁ। ପ୍ରଦୋଷ କହୁଥିଲା, ଚିନ୍ମୟ ନାରୀ ଜାତିକୁ ଭୟ କରେ। ନାରୀର ବିଭିନ୍ନ ରୂପରେ ସେ ବାସ୍ତବିକ ସମୟ ସମୟରେ ସମ୍ବିତ ହାରୁଥିଲେ। ଚିନ୍ମୟଙ୍କର ତନ୍ଦ୍ରା ଭାଙ୍ଗିଲା। ରୁଚି କାନ୍ଦ ବନ୍ଦ କରି ଗାଡ଼ିରେ ଷ୍ଟାର୍ଟ ଦେଲେଣି। ସେ ପାଖକୁ ଯାଇ କହିଲେ, ତମେ ଟିକେ ବିଶ୍ରାମ କର ରୁଚି, ମୁଁ ଡ୍ରାଇଭ୍ କରେ। ନା ନା, ତମେ ବସ। ତମେ ମୋର ଅତିଥି ଚିନ୍ମୟ। ତମକୁ ସୁସ୍ଥରେ ରଖିବା ମୋର କର୍ତ୍ତବ୍ୟ। କିନ୍ତୁ ତମକୁ ଆଜି ବହୁତ କଷ୍ଟ ଦେଲେଣି। ଏତିକି ବେଦନା ତମେ ସହ୍ୟ କରିନେବ। ବସ, ଡେରି ହେଉଛି ଯେ। ଚିନ୍ମୟ ଅଗତ୍ୟା ବସିଲେ। ଶୁଖିଲା ଲୁହର ଦାଗ ତାଙ୍କ ଆଖି ପାଖରେ। ବଡ଼ ଶ୍ରୀହୀନ ଲାଗୁଛନ୍ତି ରୁଚି। ଅଥଚ କେତେ ଲୋଭନୀୟ ଥିଲା ତାଙ୍କର ଚେହେରା। ବାରମ୍ବାର ଚାହିଁ ରହିଲେ ବି ତାଙ୍କର ତୃପ୍ତି ଆସୁନଥିଲା। ଲାବୋରେଟୋରୀର ଗବେଷଣା କରୁ କରୁ ବହୁବାର ତାଙ୍କ ଆଖି ସାମ୍ନାରେ ନାଚି ଉଠେ ରୁଚିଙ୍କର ସେହି ମନମୁଗ୍ଧକର ଛବି। ଗବେଷଣା ବନ୍ଦ ରୁହେ, ଫର୍ମୁଲା ଶେଷ ହୁଏ ନା କି ବହିର ପୃଷ୍ଠା ଓଲଟେ ନାହିଁ। 15 ବର୍ଷ ଧରି କେବଳ ମାମୁଲି ସମ୍ପର୍କ ଛଡ଼ା ସେ ଅଧିକ ସମ୍ପର୍କ ରଖିନାହାନ୍ତି। କାରଣ ସେଥିରେ ରୁଚି ହୋଇଥାନ୍ତେ ଅସୁଖୀ। ନିଜ ଅପେକ୍ଷା ଅଧିକ ଭଲ ପାଉଥିଲେ ସେ ରୁଚିଙ୍କୁ। ତେଣୁ ସେ ନିଜକୁ ଅଗ୍ନିରେ ଦାହ କରି ତାଙ୍କୁ ଆଲୋକ ଦେବାକୁ ଅନବରତ ଚେଷ୍ଟା କରି ଆସିଛନ୍ତି। ହେଲେ ଚିନ୍ମୟଙ୍କ ଆଖିପତା ବୁଜି ହୋଇ ଆସୁଛି। ଘଣ୍ଟାରେ ବୋଧେ 4ଟା ବାଜିବ। ଏତେ ସମୟ ଧରି ଡ୍ରାଇଭ୍ କଲେ ମଧ୍ୟ କ୍ଳାନ୍ତି ଆସୁନାହିଁ। ବଡ଼ ଚିନ୍ତାମଗ୍ନ ଯେପରି ସେ। ନା ଥାଉ, ସେ ତାଙ୍କୁ ଅଧିକ କିଛି ପ୍ରଶ୍ନ କରିବେ ନାହିଁ। କିନ୍ତୁ ରୁଚି ଯେ ତାଙ୍କୁ ଡାକିଥିଲେ କ'ଣ କହିବେ ବୋଲି ଏପର୍ଯ୍ୟନ୍ତ କହିନାହାନ୍ତି। ପଚାରିବେ କି? ନା ଥାଉ, ବଡ଼ ଅସୁସ୍ଥ ଲାଗୁଛି ମନଟା। ଚତୁର୍ଦିଗ ଫାଙ୍କା, ନିର୍ଜନ, ଏକାକୀ ମନ ଖାଁ ଖାଁ କରି ଉଠୁଛି। ରୁଚିଙ୍କର ବିବାହ ଦିନ ଯେଉଁ ନିସଙ୍ଗ ବେଦନା ସେ ଅନୁଭବ କରିଥିଲେ, ସେ ବେଦନା ମନେ ହେଲା ଯେପରି ତାଙ୍କର ମନନ କେନ୍ଦ୍ରକୁ, ସ୍ମୃତି ଓ ଧୀମତାକୁ ଚୂର୍ଣ୍ଣ ବିଚୂର୍ଣ୍ଣ କରିଦେବ। ରୁଚି କିନ୍ତୁ ନୀରବ। ଅବିଶ୍ରାନ୍ତ ଝଡ଼ ପରେ ସବୁଜ ବନାନୀ କ୍ଳାନ୍ତ ଅବା। ଚିନ୍ମୟ ଆଖି ବୁଜିଲେ। କେତେବେଳ ବିତି ଯାଇଛି ଚିନ୍ମୟ ଜାଣନ୍ତି ନାହିଁ। ଗାଡ଼ି ଅଟକିବାରୁ ସେ ଉଠି ପଡ଼ିଲେ। କିନ୍ତୁ ଏ କ'ଣ? ଏ ଯେ ଷ୍ଟେସନ ଯେଉଁଠି ସେ ସନ୍ଧ୍ୟାବେଳେ ଓହ୍ଲାଇଥିଲେ। ରାସ୍ତା ଭୁଲି ତେବେ ଅବାଟରେ ଚାଲି ଆସିଲେ ରୁଚି। ରୁଚି କିନ୍ତୁ ମୃଦୁ ହସି କହିଲେ, ରାସ୍ତା ଭୁଲ କରିଛି ବୋଲି ତମେ ଭାବୁଛ ନା? ତା ନୁହେଁ। ନଦୀ କୂଳରୁ ମୁଁ ପୁଣି ଷ୍ଟେସନ ଆଡ଼କୁ କାର୍ ବୁଲାଇ ଦେଇଥିଲି। ତମେ ଫେରିଯାଅ। ମୁଁ ତମକୁ ମୋ ସାଙ୍ଗରେ ଘରକୁ ନେଇ ଅମର୍ଯ୍ୟାଦା କରିବାକୁ ଚାହେଁ ନା। ଏ କ'ଣ କହୁଛ ରୁଚି?
एते दिन पर मु आसिली किंतु तमे सेइथिपई तो कहूची चिन्मय एते दिन पर कलंकर दागरे मु तुमको रंजित करने को चाहेना। जो रुचिर समाज स्थान नहीं, घरे स्थान नहीं कि क्यों प्रिय परिजन स्थान नहीं, से तुमको स्थान देव कुआड़ू। बंचिबार निम्नतम चाहिदार अभाव रे जे दीर्घ दिन धरी क्षुदित से तुमर सम्मान रक्षा करि पारिबनी। तमे फेरी जाओ चिन्मय, फेरी जाओ। रुचि रुचि अरे मो कथा टिके सुन। आहा आज आउ अंगीकार करे लाभ नहीं, मु तुमको श्रद्धा करे तेणु तुमको विदाय देउछि। रुचिर एई रुचिहीनता पाई तुमे ताको क्षमा कर चिन्मय, किंतु तमे फेरी जाओ। मते कष्टरू आ जंत्रणारू त्राही दियो, तुमको नष्ट करिबार वेदनारू मते मुक्ति दियो। से कंठरे कि निर्देश थिला के जानी। चिन्मय गाड़ी ओह्लाई धीरे धीरे प्लाटफर्म भितर पशिले। पछे पछे चली रुचि। प्रभात प्राय हेबा उपरे। कंपार्टमेंटर रेलिंग धरी चिन्मय चाहिए रुचि को। बड़ उदास दिशुले सी। ट्रेन सिग्नाल देलानी। चिन्मय नई पड़ी कहले, तुमको बुझीपारे ना रुचि, तमे मते क्षमा करिब, किंतु कौन कहब बोली मते एते आग्रह डाकिथिल किछि कहिल नहीं जे। रुचि जेपरि चमकी चाहिए आउ आवेगरे प्रश्न कले, तमे पारिब चिन्मय, पारिब गोटे काम करी? मो पाई कहू नहीं, कहूची अन्य मानक पाई। कुह रुचि, ट्रेन छाड़ीदेव जे। शुष्क हस हसी रुचि कहले, तमे वैज्ञानिक, मनिषर शरीर को बिना खाद्य बंचई रखिबापाई कौन उद्भावन लागिछ तमे मु जाने ना, किंतु मनिषर मन को बंचई रखिबापाई कौन जरूरी? पारिब गोटाए जिनिष उद्भावन करी मन को बंचई रखिबार निम्नतम चाहिदा को आविष्कार करि परिबो? आधुनिक मनिषर मानसिक रिक्तता को तमे दूर करि परिबो? आजिर निर्जन बुद्धि निर्भर मनुष्य पाई किछि नूतन आविष्कार दरकार, नचेत से मरीजिव चिन्मय। आउ पृथ्वी हेब केतोटी पशुंकर बासस्थली। ट्रेन रो विकटाल हुइसिल शब्दरे चिन्मयଙ୍କ हृत्पिंड भितरटा जेपरि ठक ठक कंपी उठुथिला। आउ गुड़ाए भंगा काचर शब्द तांकर कान को बधिर कर देइथिला। मने होथिला तांक गवेषणागार रे थिबा समस्त जंत्रपाती आउ रासायनिक प्रणाली अकस्मात पड़ जाई चूर्ण विचूर्ण हो जाइछि। ट्रेन गति सहित ताल मिलाई रुचि जमती दौड़ी अणनिश्वासी होई। श्रोता बंधु, एठी शेष हैला बीणापाणी महांती गल्प तटिनीर तृष्णा। गपटी आपण मानकु केमिति लागिला कमेंट कर निश्चित जणाइबे। चैनल नुआ होइतिले सब्सक्राइब करने को भूलिबे नहीं। रहिलु, नमस्कार।